साहाय्य करछन सेमती आपण से मते साहाय्य करछन आगु को भी ठीक सेमती साहाय्य आज अंशु मु तते कहली ना सोई पड़ बोली तोर काली सकाळ स्कूल अछि तो मजा करिवे कि हम टेंशन करिया पई एमती जेति किया काहे खाली क्यों दो सत्य क्यों जा 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 बाबा पास कर आओ आगु जाइछन हां ऐसे बोलना कि धोखा होती है धोखा होती है मैडम कथा एते बोलना नहीं हमर धोखा पर्यंत देखी वाला सही बात है भगवान पार्टी अधिक सही समय में भवानी पार्टी सही बात नहीं और से सिटी अटकी मतलब बहुत कथा कहले मते तो कहले ना मते भी कहले कि मो वर्दी को उतारे मत विष्णु और भवानी पार्टी कथा को बहुत खराब लगे मैडम हाँ कल लास्ट के दियो जमा विश्वास नहीं खाली विश्वास किंतु मैडम मां को कथा मने हला ताकर आइन ऊपर न विश्वास ओके कल लास्ट को जमा विश्वास नहीं किंतु मैडम मने हला मां को कथा मने हला तुमको आइन ऊपर न विश्वास मां को कथा मने हला सेमानकर आइन ऊपर जमा भी विश्वास तांकर विश्वास थाउ कि लोक मानकर आईन पर विश्वास आनिबा हमर प्रथम काम किए कौन करुछि कौन करुछि से सब देखिबा किछि दरकार नहीं हमर जहाँ करिबार अछि हम से चटासी धरियो किंतु मैडम मु भाबुजे एमिति कले होंदा विष्णु का नाम एफआईआर लिखि दरकार नहीं दे क्यों दे हम जहाँ करिबार हम से मैडम मु भाबु कि एमिति कले होंता नहीं मु भाबु एमिति कले होंता नहीं से विष्णु नाम एफआईआर लिखि ताको लॉकअप रे पुरै रख ताले ताको मुंह टाण रुआ 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 और मुंह टाण गर्व अहंकार सब भांगी आईन कौन करि पारे से ठीक बुझंते आ आईन कोन करि पारे से माने ठीक बुझि पारे सतरे मैडम से माने कथार्थ व्यवहार देखि मन हैला जेमति से मनीष स्थिर नहीं अच्छा आ जो लोकर मनीष पणिया न थाए ताको मनीष नहीं पशु कुआ जाए मोर तापर संख्या आज जो लोकर मनीष पणिया न थाए ताको मनीष नुह पशु कुआ जाए से माने भी ठीक सेमति आ जो लोकर मनीष पणिया नहीं से माने को मनीष कोन पशु कोन आ से माने ठीक से पतला 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 देखो आईन अनुसार जहाँ करा से हम कर किंतु आराम सर्वनिम्न कौन से काम करें गोटे कथा मन रख आप जड़े पुलिस अफिसर आ मु जड़े कलेक्टर पुलिस अफिसर ड्यूटी हिसाब से आप जहाँ कर आ मु जड़े कलेक्टर जहाँ कर अबे हां जोश रे होश हाँ बहुत चल ଆଉ ହଁ ଜୋସ୍ରେ ହୋସ୍ ଶୁଣିଲା ଭଳି କୌଣସି ଷ୍ଟେପ୍ यस मैडम यस आउतरे यस आउतरे में जोश आउ तेबे हां जोश रे होश
ଆଉ ହଁ ଜୋସ୍ରେ ହୋସ୍ ହରେଇଲା ଭଳି କେବେ କୌଣସି ଷ୍ଟେପ୍ ୟେସ୍ ଆଉ ଗୋଟେ କଥା ଶୁଣିଲ, ଆଉ ଗୋଟେ କଥା ଶୁଣ, ଏ ଏରିଆରେ ଅପରାଧ ଆଉ ଦୁର୍ନୀତିକୁ ବନ୍ଦ କରିବା ଆମର ପ୍ରଥମ କଥା। ଆଶା କରୁଛି ଆପଣ ସେଥିରେ ମୋତେ ଏବେ ଯେମିତି ସାହାଯ୍ୟ କରୁଛନ୍ତି ସେମିତି ଆପଣ ସେଥିରେ ମୋତେ ଏବେ ଯେମିତି ସାହାଯ୍ୟ କରୁଛନ୍ତି ଆଗକୁ ବି ଠିକ୍ ସେମିତି ସାହାଯ୍ୟ କରିବେ। ଆଜି ତାସ୍ ନାଁରେ ଯେଉଁ ଜୁଆ ଖେଳ ଚାଲିଥିଲା ତାକୁ ଆପଣ ବନ୍ଦ ଆଚ୍ଛା ଯଦି ସେଥିରେ କିଛି ଅସୁବିଧା ହୁଏ ମୋତେ କହିବେ, ଏସବୁ ବନ୍ଦ କରିବା। ଯଦି କିଛି ଅସୁବିଧା ହୁଏ ତାହେଲେ ଆପଣ ମୋତେ କୁହନ୍ତୁ। ସେସବୁ ବନ୍ଦ କରିବା ପାଇଁ ମୋତେ କ'ଣ ଷ୍ଟେପ୍ ନେବାକୁ ପଡ଼ିବ ସେଇଟା ମୁଁ କହିବି। ଆଚ୍ଛା ଆପଣଙ୍କ ପାଖରେ ଆଉ କିଛି ଖବର ଅଛି? ନାଇଁ ମ୍ୟାଡ଼ାମ୍, ବିଷ୍ଣୁ ଆଉ ଭବାନୀ ପାଢ଼ୀଙ୍କ ସହିତ ଦେଖା ହେଲା ପରେ ଯାହା ସବୁ ହେଲା ସେଇଟା ଖାଲି ଆଜି ଇନଫର୍ମେସନ୍ କରିବାକୁ ଆସିଥିଲି। नो मैम विष्णु और भवानी पार्क को देखा ହେଲା ପରେ ଆଜି ଯାହା ସବୁ ଘଟିଲା ନା ସେଇ ଫୋନ୍ ନମ୍ବର ଓକେ ଆସୁଛି ମ୍ୟାଡ଼ାମ୍। দেখ তোর মনে পড়ে ଯିବା ରୋଲିଂ ଆକ୍ସନ୍। ତୋର କାଲି ସକାଳେ ସ୍କୁଲ ଅଛି, ଶୋଇପଡ଼। ନିଦ ଲାଗିଲା ଶୋଇଲା ନିଦ ଲୋଡ୍ ନେ ଯାଉଛି ମୁଁ ବୁଝିପାରୁନି ଆଜି ଏମିତି ଗୋଟେ ସ୍ୱପ୍ନ କାହିଁକି ଦେଖିଲି, ସେଇଟା ବି ବଂଶକୁ ନେଇ। ମୁଁ ଦେଖିଲି ବଂଶ କିଏ ଆଉ କାହା ଝିଅ ବୋଲି ସମସ୍ତେ ପଚାରୁଛନ୍ତି, ଆଉ ଏଇଟା ବି ଦେଖିଲି ବଂଶୁ ଅମୃତା ଦିଦିଙ୍କ ଝିଅ ନୁହଁ ବୋଲି ଭବାନୀ ପାହାଡ଼ ସିଂ ଜାଣିସାରିଛନ୍ତି। ଅମୃତା ଦିଦିଙ୍କଠୁ ସେ ଜାଣିବାକୁ ଚାହୁଁଛନ୍ତି ଯେ ବଂଶୁ କାହା ଝିଅ। ଆଉ ଏମିତି ଗୋଟେ ସ୍ୱପ୍ନ ଦେଖିବା ପରେ କାହିଁକି କେଜାଣି ମୋତେ ବହୁତ ଡର ଲାଗୁଛି। ମୋର ଏଇ ସ୍ୱପ୍ନ ସତ ହେଇଯିବନି ତ? ମୋ ବଂଶୁ ମୋ ଝିଅ ଏ କଥାଟା ଲୁଚେଇ ରଖିବା ପାଇଁ ମୋ ଅମୃତା ଦିଦି ଆଉ ସାହିଦ ଭାଇଙ୍କୁ କହିଥିଲେ। ସେମାନେ ବି ମୋତେ କଥା ଦେଇଥିଲେ ବଂଶୁକୁ ନିଜ ଝିଅର ପରିଚୟ ଦେଇ ସମସ୍ତଙ୍କୁ କହିବେ, କାହାକୁ ଜାଣିବାକୁ ଦେବେନି ତ? ଓକେ ତମେ ଏମିତି କାହିଁକି କହିଲ ମାମା? ମୁଁ ତ ତମ ଝିଅ, ଏଇଠି ତମ ପାଖରେ ଅଛି। ସରି ଅଂଶୁ, ଆକ୍ଚୁଆଲି ମୁଁ ଗୋଟେ ଖରାପ ସ୍ୱପ୍ନ ଦେଖିଲି ତ ସେଇଥିପାଇଁ ଏମିତି ସବୁ। ତୋର କାଲି ସ୍କୁଲ ଅଛି ନା ମାମା? ତୁ ଗୋଟେ କାମ କର, ଶୋଇପଡ଼, ତୁ ଶୋଇପଡ଼। କହିଲୁ ଟିକେ ଆଉ ଲୁକ୍ ନେଇଥିଲୁ, ସେ ତ ସେମିତି ଅନେଇକି ରହିଛି। ତାପରେ ତୁ ହଠାତ୍ ପୁଣି ହାତ ବନେଇଲୁ ଶୋଇନି। କ'ଣ ହେଲା କହିଲି ନା ଶୋଇ? କ'ଣ ହେଲା? କ'ଣ ହେଲା କହିଲି ନା ଶୋଇ? ଆଞ୍ଚୁ, ମୁଁ ତତେ କହିଲି ନା ଶୋଇପଡ଼ ବୋଲି। ତୋର କାଲି ସକାଳେ ସ୍କୁଲ ଅଛି। ଶୋଇ ମୋ କୋଳକୁ ଛୁଆର ନେଲା ଛୁଆ ଶୋଇଛି କଡ଼ଲେ। ଆଉ ଏମିତି ଗୋଟେ ସ୍ୱପ୍ନ ଦେଖିବା ପରେ କାହିଁକି ଜାଣି ମୋତେ ବହୁତ ଡର ଲାଗୁଛି।
ମୋର ଏ ସ୍ୱପ୍ନ ସତ ହେଇଯିବନି ତ? ବଂଶୁ ମୋ ଝିଅ ଏ କଥା ଟେନସନ ବଢିବା ପାଇଁ କିଏ ଗୋଟେ ଏମିତି ଚିଠି ଲେଖିଛି ଅପାଟାଇ ଦବ ଅପାଟି ଚିନ୍ତାରେ କିନ୍ତୁ ମଜା କରିବା କି ଆମ ଟେନସନ ବଢିବା ପାଇଁ ଏମିତି ଚିଠି କିଏ ଆଜ୍ଞା କିଏ ସତ୍ୟ ଲାଷ୍ଟ କିଏ ଦିଅ ଲାଗୁଛି ମଜା କରିବା ପାଇଁ କି ଆମ ଘର ଟେନସନ ବଢିବା ପାଇଁ କିଏ ଗୋଟେ ଏମିତି ଚିଠି ଲେଖିଛି କିଏ ଗୋଟେ ଏମିତି ଚିଠି ଲେଖିଛି ହୁଏ ତ କିଏ ମଜା କରିବା ପାଇଁ ନହେଲେ ଆମ ଘରର ଟେନସନ ବଢ଼ିବା ପାଇଁ କିଏ ଜଣେ ଏମିତି ଚିଠି ଲେଖିଛି। ମଜା କରିବା ପାଇଁ କି ଟେନସନ ଦେବା ପାଇଁ ଯଦି କିଏ ଚିଠି ଲେଖିଥାନ୍ତା ସେ ଚିଠିରେ ଅନ୍ୟ କିଛି ଲେଖିପାରିଥାନ୍ତା କିନ୍ତୁ ବଂଶର କଥା କ'ଣ ଅମୃତା ଟିକେ ସବୁ ମା ଏତେ ଡିପଲି ଭାବି ଡରୁଛ ବିଷ୍ଣୁ ୟାର ଗୋଟେ କାରଣ ହେଇପାରେ ବଂଶକୁ ଆମେ ସମସ୍ତେ ବହୁତ ଭଲ ପାଆନ୍ତି ଗୋଟେ କାରଣ ହେଇପାରେ ଦେଖ ଆମେ ସମସ୍ତେ ବଂଶକୁ ବହୁତ ଭଲ ପାଉ ଆଉ ସେଇ କଥାଟା ହୁଏତ ଏଇ ଚିଠିଟା ଯିଏ ବି ଲେଖିଛି ସେ ଜାଣିଛି ଆଉ ସେଇଥିପାଇଁ ସେ ଭାବିଥିବ କି ସେ ଯଦି ବଂଶ ବିଷୟରେ ଏମିତି କିଛି ଲେଖିଦେବ ତାହେଲେ ଆମେ ମାନେ ସମସ୍ତେ ବ୍ୟସ୍ତ ହେଇ ପଡ଼ିବା ଆଉ ସେ ଯେଉଁ ଆମକୁ ଟେନସନ୍ ଦେବା ପାଇଁ ଚେଷ୍ଟା କରିବା ପାଇଁ ଚାହୁଁଥିଲା ସେଇଟା ପୁରା ହେଇଯିବ ଯଦି ଏଇଟା ସତ ହେଇଥାଏ ତାହେଲେ ଯିଏ ବି ଏସବୁ କରିଛି ସେ ନିଶ୍ଚୟ ଆମର କୌଣସି ଶତ୍ରୁ ହେଇଥିବ ଯଦି କଥାଟା ସତ ହେଇଥାଏ ତାହେଲେ ଏସବୁ ଯିଏ ବି କରିଛି ସେ ନିଶ୍ଚୟ ଆମ ଶତ୍ରୁ ହେଇଥିବ ତାପରେ ସେ ଗଲା ସବୁ କ୍ଲୋଜ୍ ହେଇଗଲା ତାପରେ ବିଷ୍ଣୁ ଡାଇଲଗ୍ ଦେଲ କ'ଣ ତୁମେ କହିବାକୁ ଚାହଁ ଆଉ ଆମେ କ'ଣ କରିବା ସେଠୁ ଅପା ଯଦି ଭବିଷ୍ୟତରେ ବଂଶକୁ ନେଇକି ଏମିତି କଥା ଆଉ କିଏ ଉଠାଏ ଆମେ ତାରି କଥାର ଚାପୁଡ଼ା ତାରି ମୁହଁରେ ଦେବା କ'ଣ କହିବାକୁ ଚାହୁଁ ତୁମେ କ'ଣ କହିବାକୁ ଚାହୁଁଛ ଆମେମାନେ କ'ଣ କରିବା ଯଦି ଭବିଷ୍ୟତରେ ବଂଶକୁ ନେଇ ଏମିତି କଥା ଆଉ କିଏ ଉଠାଏ ତାହେଲେ ଆମେ ତା କଥାରେ ତା ମୁହଁରେ ଏମିତି ଚପଡ଼ା ଦେବା ବିଷ୍ଣୁ ତୁମ ସାଙ୍ଗେ କିଛି ଗ୍ୟାସ୍ ଆସିଲେ ବି କାଲି ବସିଛୁ ଆଉଥରେ ଯିବା ସଜାଡ଼ିଲୁ ଇନଟା